ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ସମ୍ଭାବନା ସମଗ୍ର ଓଡ଼ିଶା ପାଇଁ ଆଲର୍ଟ ଜାରି କଲା ଆଇଏମଡି। ଭାରତ ପାଣିପାଗ ବିଭାଗ ଆଇଏମଡି ଶନିବାର ଓଡ଼ିଶାର କେତେକ ଅଞ୍ଚଳରେ ଆଗାମୀ 2 ଦିନ ମଧ୍ୟରେ ବର୍ଷା ଏବଂ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ପୂର୍ବ ଅନୁମାନ କରିଛି। ଆଇଏମଡି ଅନୁଯାୟୀ ଓଡ଼ିଶାର ଅନେକ ଅଞ୍ଚଳରେ ଆଗାମୀ 24 ଘଣ୍ଟା ମଧ୍ୟରେ 40ରୁ 50 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବା ସହିତ ବଜ୍ରପାତ ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ୟେଲୋ ଆଲର୍ଟ ମଧ୍ୟ ଜାରି କରିଛି। ଆଇଏମଡି ସୂଚନା ଦେଇଛି, ଆଗାମୀ 24 ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ଦିନ ତାପମାତ୍ରାରେ ବଡ଼ ଧରଣ ପରିବର୍ତ୍ତନ ହେବ ନାହିଁ। ତେବେ ପରବର୍ତ୍ତୀ 5ରୁ 6 ଦିନରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 2ରୁ 4 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ। ତେବେ ରବିବାର ଓଡ଼ିଶାରେ କେତେକ ସ୍ଥାନରେ ହାଲୁକା ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥିପାଇଁ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ 40ରୁ 50 କିଲୋମିଟର ପ୍ରତି ଘଣ୍ଟା ବେଗର ପବନ ସହିତ ବଜ୍ରପାତ ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା। ତେଣୁ ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳରେ 1 କିମ୍ବା 2ଟି ସ୍ଥାନରେ 30ରୁ 40 କିଲୋମିଟର ପ୍ରତି ଘଣ୍ଟା ବେଗର ପବନ ସହିତ ବଜ୍ରପାତ ସମ୍ଭାବନା ରହିଛି। ସେହିପରି ସୋମବାର ଉପକୂଳ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି 1 କିମ୍ବା 2ଟି ସ୍ଥାନରେ 30ରୁ 40 କିଲୋମିଟର ପ୍ରତି ଘଣ୍ଟା ବେଗର ପବନ ସହିତ ବଜ୍ରପାତ ହେବା ସମ୍ଭାବନା ରହିଛି। ମଙ୍ଗଳବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର ଜିଲ୍ଲାଗୁଡ଼ିକର 1 କିମ୍ବା 2ଟି ସ୍ଥାନରେ ହାଲୁକା ବର୍ଷା କିମ୍ବା ବଜ୍ରପାତ ହେବା ସମ୍ଭାବନା ରହିଛି ଏବଂ ଓଡ଼ିଶା ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ଶୁଖିଲା ପାଗ ରହିବା ସମ୍ଭାବନା ରହିଛି।